ମାନେ କହିଦଉଛି ମୁଁ ଯୋଉମାନେ ବର୍ଷା ପାଗରେ ମାନେ ବୁଲାବୁଲି ବାହାରେ କରୁଛନ୍ତି ବେଶୀ ସମୟ ଆଉ ଯୋଉଠିକି ମାଛ ଫାଛ ଧରିବାକୁ ଯାଉଛନ୍ତି ଆଉ ଦେଖି ଯାଇକି ଯିବେ କାହିଁକିନା ଏବେ ପୁରା ସିଜନ୍ ଟିକେ ଖରାପ ଚାଲିଛି ଆଉ ମାନେ ବାତ୍ୟା ଟାଇପ୍ର ଚାଲୁଛି କାହିଁକିନା ବର୍ଷା ଝିପିଝିପି ହେଉଛି ଆଉ ସେଇ ଟାଇମ୍ରେ ସବୁ ଏବେ ବୁଡ଼ି ବାଡ଼ି ଗଲା ବିଲ ଫିଲ ସେଥିପାଇଁ ସବୁ ସାପ ଜୀବଜନ୍ତୁ ଯାହା ବି ଅଛନ୍ତି ସବୁ ଉପରକୁ ଆଉଛନ୍ତି ଆଉ ଘର ଘର ପଶି ଯାଉଛନ୍ତି ଆମ ଘରେ ବି ଏମିତି ପଶିଥିଲେ ଆପଣ ଟିକେ ଦେଖି ରଖି ଚଳିବେ। ସାଙ୍ଗମାନେ ଆସିଗଲି ଆଉ ଗୋଟେ ନୂଆ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଆଉ ଗୋଟେ ନୂଆ ବ୍ଲଗ୍କୁ। ଆଜିର ଭିଡ଼ିଓ ଷ୍ଟାର୍ଟ କରିଛି ରାତି 10ଟାରୁ ଆଉ 10:04 ହେଇଛି 10:04 ହେଇଛି ଆଉ ମୁଁ 10:04ରେ ଭିଡ଼ିଓ କ'ଣ ପାଇଁ ବନାଉଛି କାହିଁକିନା ସେକେଣ୍ଡ ରଜ ଦିନ ଗୋଟେ କୁନି ଭାଇ ଆମର ବହୁତ ଯୋଉ ବର୍ଷା ହେଉଥିଲା ତା ପରିବାର ସହ ଯାଇଥିଲା ମାନେ କଙ୍କଡ଼ା ଧରିବା ପାଇଁ ଆଉ କଙ୍କଡ଼ା ଧରିକି ଆସିଲା ବେଳେ ତାଙ୍କୁ ଗୋଟେ କ'ଣ କାମୁଡ଼ି ଦେଇଥିଲା ଗୋଟେ ଘାସ ମାନେ ଘାସ ବୁଦାରେ କ'ଣଟା ଗୋଟେ କାମୁଡ଼ି ଦେଇଥିଲା ସେ ବି ଠିକ୍ସେ ଜାଣିନାହାନ୍ତି ଆଉ ପାଣି ଭିତରେ କଙ୍କଡ଼ା ଧରିଥିଲେ ନା ସେଥିପାଇଁ ଆଉ ଜାଣିପାରୁନାହାନ୍ତି ଆଉ ତାଙ୍କ ପରିବାର ସହିତ ନିହାତି 40-50 ମିନିଟ୍ ଭିତରେ ତାଙ୍କ ଜୀବନ ଚାଲିଯାଇଥିଲା ଆଉ ସେମାନେ କମେଣ୍ଟ କରି କହିଥିଲେ କି ତାଙ୍କ ଫଟୋ ଦେଇଥିଲେ ଆଉ କହିଲେ କି ଭାଇ ଆଙ୍କରି ଉପରେ ଭିଡ଼ିଓ ବନାଅ ଆଉ ଭ୍ୟୁ ଅଧିକ ଯିବ। ମୁଁ ମାନେ ସେସବୁ କିଛି ଭିଡ଼ିଓ ନେବାକୁ ଚାହୁଁନି କାହିଁକିନା ଭ୍ୟୁ ପାଇଁ ମୁଁ କାହାର ଜୀବନ ସହ ଖେଳିବାକୁ ଚାହୁଁନି ଆଉ ସେଥିପାଇଁ ମାନେ ମୁଁ କହିଦେଉଛି ମାନେ ମୋ କର୍ତ୍ତବ୍ୟ ଅନୁଯାୟୀ ମୁଁ କହିଦେଉଛି କାହିଁକିନା ଦେଖି ଚାହିଁ ଏ ବର୍ଷା ପାଗରେ କିଏ ଯିଏ ବି ଯାଉଛନ୍ତି ମାଛ ଫାଛ ଧରିବା ପାଇଁ ଆଉ ଦେଖି ଚାହିଁକି ଯିବେ କାହିଁକିନା ଏବେ ସବୁ ସାପ ଫାପ ବୁଲୁଛନ୍ତି ନା ସେଥିପାଇଁ ମାନେ ଟିକେ ଦେଖି ଚାହିଁ ଯିବେ ଆଉ ଯେଉଁଠି ବି ମାନେ ଆପଣଙ୍କୁ ଲାଗୁଛି ଏଇଟା କେଉଁଠି ଖଣ୍ଡିଆ ହେଇଛି କ'ଣ ହେଇଛି ଆପଣମାନେ ଚାହିଁଲେ ବି ବ୍ଲଡ଼ ଟେଷ୍ଟ କରିପାରିବେ ଆଉ ମୋ ଦ୍ୱାରା ବି ଏମିତି ଥରେ ହେଇଥିଲା ଆଉ ସେଥିପାଇଁ ମୁଁ ମାନେ ଆମ ଘରେ ସେଥିପାଇଁ ସମସ୍ତେ ସାପକୁ ଡରନ୍ତି ଆଉ ବହୁତ ଭୟଙ୍କର ଭାବେ ଡରନ୍ତି କେହି ବି ହାତ ଲଗାନ୍ତିନି ଆଉ ଖାଲି ମୁଁ ଯାହା ହାତ ଲଗାଏ ଆଉ ତା ନାଙ୍ଗୁର ଫାଙ୍ଗୁର ଧରିକି ବୁଲାଏ ଆଉ ଆମ ଘରେ ହେଉଛି ମୁଁ ଟିକେ ମାନେ ଏତେ ଡରେନି ମୋତେ ଡର ଲାଗେନି କାହିଁକିନା ଆମ ଘରେ ଯେତେବେଳେ ସାପ ଫାପ ପଶିଯାଆନ୍ତି ମୁଁ ନିଜେ ଭାଗରେ ସେଥିପାଇଁ କହୁଛି ଯେତେବେଳେ ବର୍ଷା ପାଗରେ ଆପଣମାନେ ବାହାରେ ବୁଲୁଛନ୍ତି ଆଉ ଯାହା ବି କରୁଛନ୍ତି ଦେଖି ଚାହିଁ କରିବେ ଆଉ ମାନେ ଗାଡ଼ି ଫାଡ଼ିରେ ବି ଦେଖିବେ କାହିଁକିନା ଏବେ ଗାଡ଼ି ଫାଡ଼ିରେ ମୋର ଗୋଟେ ସାପ ପଶି ଯାଇଥିଲା ଆଉ ଜୋତା ଫୋତା ସବୁ ମାନେ ଦେଖିକି ପିନ୍ଧାପିନ୍ଧି କରିବେ ନହେଲେ ବହୁତ ଅସୁବିଧାରେ ପଡ଼ିବେ ଆଉ ରହୁଛି ଜୟ ଜଗନ୍ନାଥ।